গতির ভর্তা প্রভু পৃষ্ঠ ঈশ্বর পুরুষোত্তম আব্রহ্মস্তম্ভ বরুধাতা সদ্গুরুস্তং নমস্তুতে। পরম দয়াল শ্রী শ্রী ঠাকুর, পরমারাধ্যা জগজ্জননী শ্রী শ্রী বড়মা, পরম পূজ্যপাদ যুগাচার্য শ্রী শ্রী বড়দা, পরম পূজ্যপাদ শ্রী শ্রী আচার্যদেব সভিঙ্ক শ্রীপাদ পদ্মে অন্তর্ভরা প্রণাম নিবেদন করে গুরু পরিবার প্রতি প্রত্যঙ্গ শ্রী চরণের প্রণাম নিবেদন করে। ଆଜିର ଏହି ପବିତ୍ର ଉତ୍ସବୀୟ ପରିବେଶର ଏହି ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଯୁଗ ପୁରୁଷୋତ୍ତମ ପରମ ପ୍ରେମମୟୀ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପବିତ୍ର ପାଦପୀଠ ତଳେ ସମାବିଷ୍ଟ ଶ୍ରଦ୍ଧେୟ ଋତ୍ବିକ ଦେବ ମଣ୍ଡଳୀ, ଶ୍ରଦ୍ଧେୟ କର୍ମୀ ମଣ୍ଡଳୀ, ଇଷ୍ଟପ୍ରାଣ ଗୁରୁଭ୍ରାତା ବୃନ୍ଦ, ସ୍ନେହମୟୀ ମାତୃମଣ୍ଡଳୀ, ସୁଧୀ ସଜ୍ଜନ ବର୍ଗ ଏବଂ ସାନ ସାନ ପିଲାମାନେ ସମସ୍ତଙ୍କୁ ମୋର ଯଥାଯୋଗ୍ୟ ପ୍ରୀତିପୂର୍ଣ୍ଣ ପ୍ରଣାମ ଏବଂ ଜୟଗୁରୁ ନିବେଦନ କରେ। ଖୋର୍ଦ୍ଧା ସତ୍ସଙ୍ଗ ଶ୍ରୀମନ୍ଦିରର ଉଦ୍ବୋଧନର ଏହି ସପ୍ତଦଶ ବାର୍ଷିକ ଉତ୍ସବ ତଥା ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶୁଭ 138ତମ ଜନ୍ମ ମହା ମହୋତ୍ସବ ଆଜି ବାସ୍ତବିକ ଆମମାନଙ୍କର ଜୀବନ ଧନ୍ୟ ହେଇଛି। ଜନ୍ମ ଜନ୍ମାନ୍ତରର ସ୍ୱୀକୃତି ଫଳରେ ହେଉ କିମ୍ବା ପିତାମାତାଙ୍କର ପବିତ୍ର ଆଶୀର୍ବାଦକୁ ବହନ କରି ହେଉ, ଆମେ ଈଶ୍ୱରଙ୍କର ନରତନୁ ଯାହାଙ୍କୁ ପୁରୁଷୋତ୍ତମ ବୋଲି ଅଭିହିତ କରାଯାଏ, ତାଙ୍କୁ ଜୀବନରେ ଗୁରୁପଦରେ ବରଣ କରିବାର ଅପୂର୍ବ ସୁଯୋଗ ଲାଭ କରିଛୁ। ଜୀବନକୁ ସୁନ୍ଦରତାରେ ଭରିଦେବା ପାଇଁ, ଜୀବନରେ ସ୍ୱର୍ଗର ସୁଷମା ପରିପୂର୍ଣ୍ଣ କରିଦେବା ପାଇଁ ଏବଂ ଆମମାନଙ୍କର ଜୀବନ ଯେଉଁ କ୍ଷୁଦ୍ର ପରିବେଶଟିକୁ ନେଇ, ସେଇଟା ହେଉଛି ଆମମାନଙ୍କର ପରିବାର। ସେଇ ପରିବାର ଭିତରେ ବୈକୁଣ୍ଠ ସମ ସୁଖ ଶାନ୍ତି ଆନନ୍ଦ ସୃଷ୍ଟି କରିବା ପାଇଁ ଆମମାନଙ୍କ ଜୀବନର ବେତ୍ତା ପୁରୁଷ ଆମେମାନେ ପ୍ରାପ୍ତ ହେଇଛୁ। ଜୀବନ ତ ଜୈବୀ ସଂସ୍ଥିତି କ୍ରମରେ ଆମେ ପ୍ରାପ୍ତ ହେଇଛୁ, ପ୍ରତ୍ୟେକଟି ଜୀବସତ୍ତା, କିନ୍ତୁ ଜୀବନକୁ ଉପଭୋଗ୍ୟ କରିବା ପାଇଁ, ଜୀବନରେ ସ୍ୱର୍ଗର ଶାନ୍ତି ଯାହା ବୋଲି ଆମେ ପରିକଳ୍ପନା କରିଛେ, ସେଇଟା ସୃଷ୍ଟି କରିବା ପାଇଁ ଆମମାନଙ୍କ ପାଖରେ କିଛି ଖୋରାକ ଦରକାର, କିଛି ଜୀବନୀୟ ଶିକ୍ଷା ଦରକାର, କିଛି ଜୀବନୀୟ ଅନୁଚର୍ଯ୍ୟା ଦରକାର, ଯୋଉଟା ତଥାକଥିତ ଶିକ୍ଷା, ତଥାକଥିତ ଡିଗ୍ରୀ ଡିପ୍ଲୋମା, ତଥାକଥିତ ଧର୍ମଗ୍ରନ୍ଥ ପାଖରୁ ମଣିଷ ପ୍ରାପ୍ତ ହୋଇପାରେ ନା। ସେଇଥିପାଇଁ ସମସ୍ତ ଧର୍ମର ନିର୍ଯାସ ଯାହାଙ୍କ ପାଖରେ ସହଜ ସମାହିତ, ଧର୍ମର ମୂର୍ତ୍ତ ପ୍ରତୀକ ଯିଏ ପ୍ରତ୍ୟେକଟି ଯୁଗରେ ଏହି ନରତନୁ ଧାରଣ କରି ସେ ଆସନ୍ତି ଏବଂ ତାଙ୍କୁ ମଣିଷ ଯେତେବେଳେ ଗ୍ରହଣ କରେ, ତାଙ୍କୁ ଯେତେବେଳେ ନିଜ ଜୀବନର ଉତ୍କର୍ଷ ନିୟାମକ କରି ମଣିଷ ଚାଲେ, ସେତେବେଳେ ସେ ଜୀବନକୁ ଉପଭୋଗ କରିବାର ଅପୂର୍ବ ସୁଯୋଗ ପାଏ। ଆଉ ତାହା ହିଁ ଜୀବନରେ ଗୁରୁ ଗ୍ରହଣ କରିବାର ପ୍ରଥମ ଏବଂ ପ୍ରଧାନ ଆବଶ୍ୟକତା। କାରଣ ଗୁରୁ ଶବ୍ଦର ଅର୍ଥ ବୋଲି ଆମେ ଯାହା ବୁଝୁ, ଗୁ ଶବ୍ଦର ଅର୍ଥ ହେଉଛି ଅନ୍ଧକାର, ରୁ ଶବ୍ଦର ଅର୍ଥ ହେଉଛି ଆଲୋକ। ଅନ୍ଧକାରରୁ ଆଲୋକକୁ ଆଣିବା ପାଇଁ ଯେଉଁ ଆଦର୍ଶଙ୍କର ଆବଶ୍ୟକତା, ସିଏ ହେଲେ ଗୁରୁ। ଗୁ କାରହସ୍ତନ୍ଧକାରସ୍ତୁ ରୁକାରସ୍ତେଜ ଉଚ୍ୟତେ ଅନ୍ଧକାର ନିରୋଧତ୍ୱାତ୍ ଗୁରୁରିତ୍ୱ ଭିଦୀୟତେ। ଆମମାନଙ୍କୁ ଗୁ ଶବ୍ଦର ଅର୍ଥ ହେଉଛି ଅନ୍ଧକାର, ରୁ ଶବ୍ଦର ଅର୍ଥ ହେଉଛି ତେଜ ବା ଆଲୋକ। ଜୀବନର ଅନ୍ଧକାରକୁ ଦୂରୀଭୂତ କରି
ବା ଅନ୍ଧକାରାଚ୍ଛନ୍ନ ପଥରୁ ଟାଣି ଆଣି ଆମକୁ ଆଲୋକର ରାସ୍ତା ଯିଏ ଦେଖାନ୍ତି ସିଏ ଗୁରୁ। ଆଉ ସଦ୍ଗୁରୁ ପୁରୁଷୋତ୍ତମ ହେଉଛନ୍ତି ଜୀବନର ପରମ ଗୁରୁ। ଆଉ ପୁରୁଷୋତ୍ତମ ହିଁ କେବଳ ସଦ୍ଗୁରୁ ହେଇପାରନ୍ତି, ଯେ ଆମମାନଙ୍କ ଭିତରେ ଥିବା ଜୀବ ସତ୍ତାଟିକୁ ଅନ୍ଧକାରର ଆଲୋକକୁ ଆଣିପାରନ୍ତି। ତେଣୁ ଗୁରୁ ଗ୍ରହଣର ପ୍ରଥମ ଏବଂ ପ୍ରଧାନ ଆବଶ୍ୟକତା ସେଇଟି। ଜୀବନରେ ଆଧ୍ୟାତ୍ମିକତାର ପ୍ରାଚୁର୍ଯ୍ୟ ଆମେମାନେ ବହୁ ଭାବରେ ଦେଖୁଛେ। ଆଧ୍ୟାତ୍ମିକତାର ପ୍ରାଚୁର୍ଯ୍ୟ, ପରମ୍ପରାର ଅଭାବ ନାହିଁ, ପାରମ୍ପରିକ କୃଷ୍ଟି ଐତିହ୍ୟର ଅଭାବ ନାହିଁ ଭାରତବର୍ଷରେ। ଆମେ ସେଗୁଡ଼ିକ ପରିପାଳନ କରୁଛେ। ବିଭିନ୍ନ ଦେବଦେବୀ, ବିଭିନ୍ନ ମଠ ମନ୍ଦିର, ବିଭିନ୍ନ ଓଷା ବ୍ରତ ଇତ୍ୟାଦି ଆମମାନଙ୍କ ଜୀବନକୁ ସୁନ୍ଦର କରି ତୋଳିଛି ବା ସୁନ୍ଦର କରିବା ପାଇଁ ଆମେମାନେ ପ୍ରଚେଷ୍ଟିତ ଅଛେ। କିନ୍ତୁ ତଥାପି କାହିଁକି ପ୍ରତ୍ୟେକଟି ଯୁଗରେ ଯୁଗ ପୁରୁଷୋତ୍ତମଙ୍କୁ ଜୀବନରେ ଗ୍ରହଣ କରିବାର ଆବଶ୍ୟକତା ପଡ଼େ। ଭଗବାନ ଶ୍ରୀକୃଷ୍ଣ ସେଦିନ ଗୀତାରେ ଗୋଟିଏ କଥା କହିଥିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ସେଇ କଥାଟିକୁ ମୁଁ ଯେତେବେଳେ ଟିକେ ବିଶ୍ଳେଷଣ କରିବା ଆରମ୍ଭ କଲି, ସେଥିରୁ ପାଇଲି ଗୋଟେ ନିର୍ଯାସ। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ବ୍ରଜ ମାନେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ, ଗୋପଗୋପୀମାନଙ୍କ ଉଦ୍ଦେଶ୍ୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି। କିନ୍ତୁ ବର୍ତ୍ତମାନ ସାମ୍ପ୍ରତିକ ପରିବେଶ ଭିତରେ, ପରିସ୍ଥିତିରେ ଆମ ସମସ୍ତଙ୍କ ପାଇଁ ସେୟା। ତେଣୁ ସର୍ବଧର୍ମାନ୍ ପରିତ୍ୟଜ୍ୟ, ଆମେ ସବୁ ଧର୍ମକୁ ପରିତ୍ୟାଗ କରି କେବଳ ତାଙ୍କ ପାଖରେ ଶରଣ ପଶିବୁ। ସେ କହିଲେ ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ତୁମେ ଚିନ୍ତା କର ନା, ମୁଁ ତୁମକୁ ସବୁ ପାପରୁ ମୁକ୍ତି ଦେବି। କଣ କଲେ ମୁକ୍ତି ଦେବି? ନା ସବୁ ଧର୍ମକୁ ତ୍ୟାଗ କରି ତମେ ମୋ ପାଖରେ ଶରଣ ନେଲେ। ଧର୍ମ ଶବ୍ଦ ଯଦି ଧ୍ରୁ ଧାତୁରୁ ମନ ପ୍ରତ୍ୟୟ ହେଇ ନିଷ୍ପନ୍ନ ହେଇଥାଏ, ଯାହାର ଅର୍ଥ ହେଉଛି ବଞ୍ଚିବା ଏବଂ ବଢିବା, ଅନ୍ୟ ବାঁচা ନିଜେ থাকে, ধর্ম বলে জানিস তাকে। দি আপহোল্ডার অফ এক্সিস্টেন্স ইজ নোন এজ ধর্ম। নিজের অস্তিত্ব বা সত্তাକୁ ବର୍ଦ୍ଧନମୁଖୀ କରିବା ପାଇଁ ଯାହା ଆବଶ୍ୟକତା ତାହା ହେଉଛି ଯଦି ଧର୍ମ ହୁଏ, ତାହେଲେ କଥାଟା ସେଇଠି ରହିଲା, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ସବୁ ଧର୍ମକୁ ତ୍ୟାଗ କରି ମୋ ପାଖକୁ ଆସ। ଧର୍ମର ଅର୍ଥ ଯଦି ଧ୍ରୁ ଧାତୁରୁ ମନ ପ୍ରତ୍ୟୟ ହେଇ ନିଷ୍ପନ୍ନ ହେଇଛି ବଞ୍ଚିବା ବଢିବା, ତାକୁ ତ୍ୟାଗ କରି ମୋ ପାଖକୁ ଆସ, କଥାଟା ତା ନୁହେଁ। କିନ୍ତୁ ବଞ୍ଚିବା ବଢିବାକୁ ତ୍ୟାଗ କରି ମୋ ପାଖକୁ ଆସ, କଥାଟା ତା ନୁହେଁ। ସେଇ କଥାଟାକୁ ଅନୁଶୀଳନ କରି ମୁଁ ଶେଷରେ ଏଇ ନିର୍ଯାସରେ ପହଞ୍ଚିଲି ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀହସ୍ତ ଲିଖିତ ସତ୍ୟାନୁସରଣ ଗ୍ରନ୍ଥରୁ। ଠାକୁର କହିଲେ କୌଣସି ପ୍ରକାର ସଂସ୍କାରରେ ଆବଦ୍ଧ ରୁହ ନା, ଏକମାତ୍ର ପରମ ପୁରୁଷଙ୍କ ସଂସ୍କାର ଛଡା ଆଉ ଯାହା କିଛି ସବୁ ହିଁ ବନ୍ଧନ। କୌଣସି ପ୍ରକାର ସଂସ୍କାରରେ ଆବଦ୍ଧ ରୁହ ନା। ପାରମ୍ପରିକ ରୀତିରେ ପୁରୁଷାନୁକ୍ରମିକ ଭାବରେ ଅନେକ ସଂସ୍କାର ଆମମାନଙ୍କ ଜୀବନରେ ଆମେ ଅଭ୍ୟସ୍ତ କରି ନେଇଛୁ। ସେ ସମସ୍ତ ସଂସ୍କାର ଭିତରେ କିନ୍ତୁ ସେଇ ସଂସ୍କାର ବା ଧର୍ମର ମୂର୍ତ୍ତିମନ୍ତ ପ୍ରତୀକ ହୁଏତ ଥାଇପାରନ୍ତି ବା ନଥାଇପାରନ୍ତି। ଯୋଉଠି ଅଛନ୍ତି ସେଟା ଠିକ, ଯୋଉଠି ନାହାନ୍ତି ଅର୍ଥାତ୍ ଧର୍ମର ମୂର୍ତ୍ତ ପ୍ରତୀକଙ୍କ ବିନା ସଂସ୍କାର, ସେଇ ସଂସ୍କାର ମୋ ଜୀବନକୁ ଅନ୍ଧକାର ଆଡକୁ ଟାଣି 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 ନେଇଯାଏ। ସେଇ ସଂସ୍କାର ଭିତରେ ମୁଁ ଆନନ୍ଦ ପାଏ ନା, ଯୋଉ ସଂସ୍କାରରେ ଜୀବନର ଧର୍ମର ମୂର୍ତ୍ତ ପ୍ରତୀକ ପ୍ରମିନେଣ୍ଟ ନଥାନ୍ତି, ଯୋଉ ସଂସ୍କାର ଭିତରେ ଆଧ୍ୟାତ୍ମିକ ଦିଗ୍ଦର୍ଶକ ଜଣେ ନଥାନ୍ତି, ସେଇ ସଂସ୍କାର ମୋ ଜୀବନକୁ ସୁନ୍ଦରତାରେ ଭରି ଦେଇପାରେ ନା। ସେଇଥିପାଇଁ ଗୁରୁ ଗ୍ରହଣର ପରମ ଆବଶ୍ୟକତା। ସମସ୍ତ ସଂସ୍କାର ତାଙ୍କର ସହଜ ଚଳନୀ ଭିତରେ ସହଜ ଭାବରେ ସମାହିତ ହେଇଯାଇଛି। ସେଇଥିପାଇଁ ସେ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ମୁଁ ତୁମକୁ ମୁକ୍ତି ଦେବି, ସବୁ ସଂସ୍କାରକୁ ତ୍ୟାଗ କରି ମୋ ସଂସ୍କାରରେ ସଂସ୍କୃତ ହୁଅ। ସୁତରାଂ ଯେତେବେଳେ ଯେ ଯୁଗ ପୁରୁଷୋତ୍ତମ ଆସନ୍ତି, ଆମମାନଙ୍କୁ ଯେଉଁ ନୀତି ନିର୍ଦ୍ଦେଶ ଦିଅନ୍ତି, ଯେଉଁ ଜୀବନ ଚଳନୀରେ ଅଭ୍ୟସ୍ତ ହବା ପାଇଁ କହନ୍ତି, ତାଙ୍କର ଚଳନୀରେ ଶୁଦ୍ଧ ଚାଲିବା, ଆଉ କିଛି ନୁହେଁ। ସେଇଥିପାଇଁ ଉପନିଷଦର ସେଇ କଥା, ଶୃଣ୍ୱନ୍ତୁ ବିଶ୍ବ ଅମୃତସ୍ୟ ପୁତ୍ର ଆଜ ଧମାନି ଦିବ୍ୟାନି ତସ୍ତୁ ବେଦାହମେତಂ ପୁରୁଷ ମହାନ୍ତಂ ଆଦିତ୍ୟ ବର୍ଣ୍ଣ ତମସ ପରୋସ୍ତାତ୍ ତମେବ ବିଦିତ୍ୱ ଅତି ମୃତ୍ୟୁମେତି ନାନ୍ୟଃ ପନ୍ଥା ବିଦ୍ୟତେ ଅନାୟ। हे विश्वर अमृत पुत्र गण शुण। देखंतु मुनि ऋषि मानकर से जो नूतन दिगंत आम मान अमृतर पुत्र कही से आह्वान दौरान। वर्तमान किंतु मृत्युर विभीषिका पृथ्वी पृष्ठरे हो, देश भितरे हो, राज्य भितर हो, परिवार भितर हो, सदा सर्वदा
गोटे जीवन को अवसान करिवार परिवेश, सदा सर्वदा निजर आत्मिक सत्ता को विलोप करिवार परिवेश, सदा सर्वदा निजर परिवेश को ध्वंसाभिमुखी रास्ता को नबार परिवेश जोठी सृष्टि होईछि सेठी से दिन उपनिषद कहिथिले शृण्वन्तु विश्वे अमृतस्य पुत्र। आज धामानि दिव्यानि तस्तु दिव्य धामरु दिव्य पुरुष आसीछन्ति। कोन पय आछन्ति ना वेदाहमेतम पुरुष महांतम। वेद शब्द अर्थ होछि जानिबा, अर्थात परम ज्ञाता पुरुष आसीछन्ति। कोन पय आछन्ति ना आदित्य वर्ण तमस परस्तात्, सूर्यंकर आगमन रे रात्रि अंधकार जेमिति दूरीभूत हुए से तांकर ज्ञान रूपक आलोक रे आम जीवनर अज्ञानता को दूरीभूत करिया पे आछन्ति। ताहले कोन करा जीवो ना तमेव विदित्व अति मृत्युमेति। तमे जदि तांको जानि पारिबो ताहले मृत्यु लोक को पार करि जीवो। नान्य पंथा विद्यते होयना, आउ याक बादे आ अन्य पंथा किछि नाही। सेइति भाई श्री ठाकुर कहिले धर्म जखन विपाकी बाहने व्यर्थ अर्थे धाय तखन प्रेरित होन आविर्भाव पापी परित्राण पाए। वर्तमान कथा आसिला या धर्मर निर्यास भितरे धर्मर मूर्तिमंत प्रतीक भिक्को आम जीवन में ग्रहण करने को पड़ो। ताले धर्म तांकर सहज चलन भितर चरितार्थ तांको जीवन को अनुसरण कर मते चलने पड़ो। से गुरु ग्रहण कर से दिन डॉक्टर रेवती मोहन विश्वास छोट बेले मु देखी से रेवती दा आपण मैंने जानी ठाकुर अनुलेखक सेतेबेले जाइछन्ति अमेरिका को कौन सी गोटे स्कूल बा इंस्टीट्यूशन रे किछि पिला मानक उद्देश्य रे किछि कथा कहिबा पय जेतेबेले जाइछन्ति तांक कथा श्री श्री ठाकुरंकर जीवन दर्शन विषय रे जीवन रे गुरु ग्रहण आवश्यकता विषय रे अनेक करी से कहिले समस्त मंत्रमुग्ध शुणुथांती। जनेक अमेरिका महिला जे कि कुकिंग साइंस रे डॉक्टरेट करछन्ति। हमर ओडिसा रे होम साइंस अछि, गृह विज्ञान कहंती, सेठी कुकिंग साइंस अछि गोटे सब्जेक्ट। से कुकिंग साइंस रे डॉक्टरेट करछन्ति। से मां जनक सी मंत्रमुग्ध होई शुणुथांती सब दर्शकों भितरे रेवती दांकर कथा। जेतेबेले रेवती दा आसिकी बसिछन्ति तांकर विश्राम प्रकोष्ठ भितरे मां जनक आसिले एवं कहउछन्ति आज्ञा आपणकर कथा मते बहुत भलो लागिला, किंतु आपण जे कहउछन्ति जीवनर सुंदरता पाई जणे गुरु ग्रहणर आवश्यकता अछि सेही कथाटाक मु मानि पारुनी। रेवती दा किछि आ कहिलेनी। माटी कहले आज्ञा मु कुकिंग साइंस विषय बहुत एवं भारतीय व्यंजन भारतीय रोषेई विषय मु बहुत ज्ञान आहरण करिछि। मो रिसर्च ताहारी उपरे आउ मु बिना प्याज रसुण रे आपणक पई रात्रि भोजन करूछि। आपण दया करी आसंता काली संध्या बेले टिके आम घर को आसीबे। रेवती दा सम्मति प्रकाश कले एवं ठीक समय से पहुंचिले। अन्य मानक पई अन्य व्यंजन अन्य आइटम रेवती तांक पई बिना प्याज रसुण रे भारतीय रंधन प्रस्तुति जो पद्धति अछि ताकू उपयोग करी तांकर ज्ञानकारी में उपयोग करी सब रोषेई कले। तैयारी सरी जाइछि, खाइबा को बसचंती, किंतु यांका मुह टिके केमिति माने वितृष्णा जड़ित जना पड़िला। रेवती तांकर मुह जोंटा से मां जनक लक्ष्य करछंती। देखले आज्ञा आपण काहे कि मुहटा केमिति करछंती, कोन मोर ए प्रस्तुत रंधन बा सामग्री एटा कोन ठीक लागुनी कि भलो लागुनी कि। सेतेबेले रेवती दा कहउछंती मां सब प्रकार भारतीय ज्ञान कौशल दे भल भल मसला दे आपण तैयारी करिसंती, किंतु कथाटा होछि एइथिरे गुटिए जिनिस आपण पकई नांती, सेटा होछि लवण। आपण चाखी की देखंतु मां जनक चाखी कहउछंती आज्ञा लवणटा पकई पे लुणटा पकई पे भूल जाइछि। समस्त ज्ञान कौशल देइछि, सब प्रकार भल भल मसला देइछि, किंतु लुणटा पकई पे भूल जाइछि। सेतेबेले रेवती दा कहउछंती मां श्री श्री ठाकुर अनुकूल चंद्र माई लिविंग आइडियल इज द सॉल्ट ऑफ माई लाइफ। मो जीवन लक्ष्य ऐश्वर्य थाई पारे, मो जीवन प्रचुर शिक्षा थाई पारे, सामाजिक प्रतिष्ठा थाई पारे, समाज रे प्रतिष्ठित व्यक्ति मानक भितरे मोर नाम सर्वाग्रे थाई पारे, किंतु मो जीवन रे जदि से गुरु सदृश लवण न थांती, सत प्रतिष्ठा सत सामाजिक स्थिति भितरे भी सत शिक्षा सत धन संपत्ति गोपलक्ष्मी प्राचुर्य भितरे भी मो जीवन सुंदर हब नाही जदि मो जीवन रे से लवण सदृश जीवंत आदर्श बा गुरु न थांती। मां जनक बुझीगले एवं श्री श्री ठाकुर श्रीपाद पद्मे अंतर भरा प्रणाम निवेदन करी चली गले। यही होचंती आमମାନଙ୍କ जीवन और गुरु
এবং এই গুরুতত্ত্ব ভিতরে পুଣି ରହିଛି ସଦ୍ଗୁରୁ ବା ପୁରୁଷୋତ୍ତମ। ଶ୍ରୀ ଶ୍ରୀ ଠାକୁର କହିଲେ ପୁରୁଷୋତ୍ତମ ଆସନ୍ତି ଯେବେ ସଦ୍ଗୁରୁତ୍ୱ ଥାଏ ହିଁ ତାଙ୍କଠାରେ ଭର ଦୁନିଆର ଆପୂରଣା ଥାଏ ହିଁ ତାଙ୍କ ବୈଶିଷ୍ଟ୍ୟରେ। ସତ୍ତାଟାକୁ ଜାଣନ୍ତି ଯିଏ ବ୍ୟଷ୍ଟି ସହ ପରିବେଶର ସାତ୍ୱତଧି ଉଦ୍ଭାସିତ ସଦ୍ଗୁରୁ ସେଇ ବିଶେଷତ୍ୱର। ପ୍ରତ୍ୟେକଙ୍କର ସତ୍ତାକୁ ସୁନ୍ଦରତାରେ ଭରି ଦେବା ପାଇଁ ପ୍ରତ୍ୟେକଟି ଯୁଗରେ ସଦ୍ଗୁରୁ ଆସନ୍ତି। ସେଦିନ ନାରୀ ନୀତିରେ ଗୋଟେ ବାଣୀଟି ପଢୁଥିଲି, ସେ ବାଣୀଟି ଥିଲା ଏହା ଏକାନୁରକ୍ତି ଏବଂ ବହୁ ଅନୁରକ୍ତିର କଥା। ଶ୍ରୀ ଶ୍ରୀ ଠାକୁର ସେଦିନ କହୁଛନ୍ତି ଏକାନୁରକ୍ତି ବୃତ୍ତି ଗୁଡ଼ିକୁ ଭାଙ୍ଗି ଜ୍ଞାନରେ ବିନ୍ୟସ୍ତ କରିଦିଏ, ଆଉ ବହୁ ଅନୁରକ୍ତି ବୃତ୍ତି ଗୁଡ଼ିକୁ ଅଧିକରୁ ଅଧିକତର କରି ବିବେକ ଓ ବିବେଚନା ଶୂନ୍ୟ କରି ପକାଏ। ତେଣୁ ବହୁ ଅନୁରକ୍ତି ମୂଢ଼ତ୍ୱ ଓ ମରଣର ପଥ ଉନ୍ମୁକ୍ତ କରେ, ଆଉ ଏକାନୁରକ୍ତି ଅମୃତକୁ ନିମନ୍ତ୍ରଣ କରେ। ଆମେ ଜୀବନରେ କ'ଣ ଚାହୁଁ? ମରଣ ମୂଢ଼ତ୍ୱ ଚାହୁଁ ନା ଅମୃତ ଚାହୁଁ? ଶ୍ରୀ ଶ୍ରୀ ଠାକୁର ତ କହିଲେ ମର ନାହିଁ ମାର ନାହିଁ ପାରତ ମୃତ୍ୟୁକୁ ଅବଲୁପ୍ତ କର। ଉପନିଷଦ କହିଲେ ତୁମେ ମାନେ ଅମୃତର পুত্র ତମେ ଶୁଣ। তাহলে আমি যদি অমৃতর পুত্র, শ্রী শ্রী ঠাকুর কহিলে অমৃতেরই সন্ততি তুই, অমৃতই তোর জীবন ধারা। মরণ ভজে মরণ খুঁজে হবি কেন সর্বহারা। সুতরাং আমମାନଙ୍କର জীবনର ଗତି ହେଉଛି ଅମୃତତ୍ୱ ଆଡ଼କୁ। ସେଇଥିପାଇଁ କହିଲେ ଅମୃତେରି ସନ୍ତତି ତୁଇ, ଅମୃତଇ ତୋର ଜୀବନ ଧାରା। ମରଣ ଭଜେ ମରଣ ଖୋଜେ ହବି କେନ ସର୍ବହାରା। ତାହେଲେ ମୋ ଜୀବନର ସୁନ୍ଦରତା ପାଇଁ ଯଦି ଅମୃତ ଦରକାର, ମୁଁ ମୃତ୍ୟୁ ଚାହେଁ ନା ମୁଁ ଜୀବନ ଚାହେଁ। ଆଉ ମୋ ଜୀବନଟାକୁ ସୁନ୍ଦରତାରେ ଭରି ଦେବା ପାଇଁ ଦରକାର ଜୀବନ୍ତ ଆଦର୍ଶ ବା ଲିଭିଂ ଆଇଡିଆଲ। ଏବଂ ସେଇଥିପାଇଁ ଏଇ ଯେଉଁ ଧର୍ମୀୟ ଯାତ୍ରା ଭିତରେ ଧର୍ମର ମୂର୍ତ୍ତ ପ୍ରତୀକ ଆମ ପାଖରେ ପ୍ରମିନେଣ୍ଟ ହେଇଅଛନ୍ତି। ସେଇଥିପାଇଁ ସେଇ କଥାଟା ନାରୀ ନୀତିର କଥା, ବହୁ ଅନୁରକ୍ତି ମରଣ ଆଉ ମୂଢ଼ତ୍ୱର ପଥ ଉନ୍ମୁକ୍ତ କରେ, ଆଉ ଏକାନୁରକ୍ତି ଅମୃତକୁ ନିମନ୍ତ୍ରଣ କରେ। ସେଇଥିପାଇଁ ପଞ୍ଚବଧୀର ପ୍ରଥମ ମନ୍ତ୍ର ଏକମେବ ଅଦ୍ୱିତୀୟଂ ଶରଣଂ। ଏକ ଏବଂ ଅଦ୍ୱିତୀୟଙ୍କର ଶରଣାପନ୍ନ ହେବା, ଆଉ ସିଏ ହେଉଛନ୍ତି ସଦ୍ଗୁରୁ ବା ପୁରୁଷୋତ୍ତମ। The divine man of the age is the condensation and consummation of all evolutions. ସମସ୍ତ ବିବର୍ତ୍ତନବାଦର ସର୍ବଶ୍ରେଷ୍ଠ ବିବର୍ତ୍ତିତ ପୁରୁଷ ହେଉଛନ୍ତି ଯୁଗ ପୁରୁଷୋତ୍ତମ। ଆମେ ଜୀବନରେ ତାଙ୍କୁ ପ୍ରାପ୍ତ ହେଇଛୁ। କ'ଣ ପାଇଁ ସେ ଆସିଛନ୍ତି? ଆମମାନଙ୍କର ସଂସାର ଜୀବନ, ତାଙ୍କର ସଂସାର ଜୀବନ, ତାଙ୍କର ସଂସାର ଜୀବନ ଆମ ପାଇଁ ଅନୁସରଣୀୟ। ଆମମାନେ ସମସ୍ତେ ସଂସାରୀ ମଣିଷ, ପରିବାର ଭିତରେ ବାସ କରୁଛୁ, ପରିବାରରେ ରହିବାକୁ ଚାହୁଁ, ସୁନ୍ଦରତା ଭିତରେ, ଶାନ୍ତି ଭିତରେ, ସ୍ୱର୍ଗର ସୁସମାର ପରିବେଶ ଭିତରେ ଆମର ପରିବାରକୁ ସଜାଡ଼ି ଦେବା ଶ୍ରୀ ଶ୍ରୀ ଠାକୁର ଏବଂ ଶ୍ରୀ ଶ୍ରୀ ବଡ଼ମାଙ୍କର ଜୀବନଚର୍ଯ୍ୟାର ପ୍ରଥମ ଏବଂ ପ୍ରଧାନ ଉଦ୍ଦେଶ୍ୟ। ସେଦିନ ପଞ୍ଚାନନ ସରକାର ବଙ୍ଗବାସୀ କଲେଜର ପ୍ରିନ୍ସିପାଲ, ତାଙ୍କର ସ୍ତ୍ରୀ ମା ଭବତାରିଣୀ ଦେବୀ, ଯାହାଙ୍କ ଉଦ୍ଦେଶ୍ୟରେ ଶ୍ରୀ ଶ୍ରୀ ଠାକୁର ନାରାୟଣ ନୀତି କଥାଟି କହିଥିଲେ, ଯେମିତି ଅତୁଲ ଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସତ୍ୟାନୁଷ୍ଠାନ ଲେଖିଥିଲେ, ସେ ଭବତାରିଣୀ ଦେବୀ ଏବଂ ପଞ୍ଚାନନ ସରକାର ଅଫିସରୁ ଏବଂ କଲେଜରୁ ସ୍କୁଲରୁ ଏବଂ କଲେଜରୁ ଫେରି ଆସିଛନ୍ତି। ଉଭୟଙ୍କ ଭିତରେ ବାକ୍ବିତଣ୍ଡା ହେଇଛି, ବାକ୍ବିତଣ୍ଡା ହେଇ ମାରଧର ହେଇଛି ଏବଂ ଆଣ୍ଠୁଟି ଭଙ୍ଗା ଯାଇଛି, ମାନେ ଭାଙ୍ଗି ଦେଇଛନ୍ତି ଠେଙ୍ଗାରେ ବାଡ଼େଇକି। ପଞ୍ଚାନନ ସରକାର ଭବତାରିଣୀ ମାଙ୍କର ପରେ ନିଜର ଭୁଲକୁ ସୁଧାରି ନେଇ ହସ୍ପିଟାଲ ଯାଇ ଚିକିତ୍ସା ହେଇଛନ୍ତି, ପ୍ଲାଷ୍ଟର କରାହେଇଛି ଆଣ୍ଠୁରେ। ଠାକୁରଙ୍କ ପାଖକୁ ଆସିଛନ୍ତି, ଭୁଲ ତ ହେଇଯାଇଛି, ପୁରୁଷୋତ୍ତମଙ୍କ ପାଖକୁ ଆସିଛନ୍ତି କ୍ଷମା ପ୍ରାର୍ଥନା କରିବା ପାଇଁ। ଠାକୁରଙ୍କୁ ପ୍ରଣାମ କରୁଛନ୍ତି ସ୍ୱାଭାବିକ ଭାବରେ ପଞ୍ଚାନନ୍ଦା, ଠାକୁରଙ୍କୁ ପ୍ରଣାମ କରୁଛନ୍ତି ଭବତାରିଣୀ ଦେବୀ। ଯେଉଁ ଆଣ୍ଠୁରେ ପ୍ଲାଷ୍ଟର ହେଇଛି ସେଇ ଆଣ୍ଠୁଟାକୁ ସିଧା କରି, ପ୍ଲାଷ୍ଟର ହେଇଛି ନା କେମିତି ବଙ୍କେଇବେ? ଠାକୁର ପ୍ରଶ୍ନିଳ ଦୃଷ୍ଟିରେ ଅନେଇଛନ୍ତି ମାଟି ଆଡ଼କୁ। ମାଟି କହୁଛନ୍ତି ଆଜ୍ଞା ওই যে পঞ্চানন্দা না মেরে আমার হাঁটু ভেঙে দিয়েছে। শ্রী শ্রী ঠাকুর বড় মাଙ୍କୁ পচারুଛନ୍ତି, বড় বউ বিবাহ পাখରୁ ତମକୁ ମୁଁ କୋଉଦିନ ମାରଧର କରିଛି? ବଡ଼ ମା ନିରୁତ୍ତର। କୋଉଦିନ ମୁଁ କଡ଼ା କଥା କହିଛି? ସବୁ ପ୍ରଶ୍ନର ଉତ୍ତର ବଡ଼ ମା କମ୍ କଥା କହନ୍ତି। ବଡ଼ ମାଙ୍କର এটা ଗୋଟେ স্বভাব, খুব কম কথারে কহিলে আপনার কথার উপরে আমার কোনো কথাই তো নেই, আপনার কথাই তো আমার কথা, কথা কাটাকাটি হবে কেন? সেতেবেলে ঠাকুর কହୁଛନ୍ତି আমরা যদি এমন করি না, আমার ছেলেরা এমন করে কেন? দিনে শ্রী শ্রী ঠাকুর বরিশালর ক্ষিতিশচন্দ্র বিশ্বাসକୁ ସେଇ କଥା କହିଥିଲେ, আই এম দি ফুলিশ ফাদার অফ মাই ফলেন সন্স। ମୁଁ ଏଇ ପତିତ ପିଲାମାନଙ୍କର ଗୋଟେ ନିର୍ବୋଧ ପିତା, ଯେ ପିଲାମାନଙ୍କ ଜୀବନକୁ ମୁଁ ସଜାଡ଼ି ପାରୁନି, ପିଲାମାନଙ୍କ ଜୀବନ ଭିତରେ ସୁନ୍ଦରତା ଭରି ଦେଇ ପାରୁନି। କାରଣ କୋଉଠି ରହିଲା ନା ପିଲାମାନେ ବାପ କଥା ମାନୁନାହାନ୍ତି, ପିଲାମାନେ ବାପାଙ୍କ ଆଡ଼କୁ ଚାହୁଁନାହାନ୍ତି।
ଆମମାନଙ୍କର ଜୀବନଚର୍ଯ୍ୟା ଇଷ୍ଟଗୁରୁ ପୁରୁଷୋତ୍ତମ ଆଡ଼କୁ ଧାବିତ ନୁହେଁ ବୋଲି ଜୀବନରେ ଏତେ ଜଞ୍ଜାଳ, ଜୀବନରେ ଏତେ ସମସ୍ୟା। সব সমস্যার সমাধান জানিস ইষ্ট প্রতিষ্ঠান। ইষ্ট প্রতিষ্ঠা ভিতরে আমମାନଙ୍କର ପାରିବାରିକ ସମସ୍ୟା ସୁନ୍ଦରତାରେ ଭରିଯିବ। ସେଦିନ ପରମ ପୂଜ୍ୟ ବସିଛି ଆଚାର୍ଯ୍ୟ ଦେବ ବସିଛନ୍ତି, ଜନୈକ ଦମ୍ପତି ଆସିଛନ୍ତି। ଦମ୍ପତି ଭିତରେ ଗୋଟେ ଝଗଡ଼ା ହେଇଛି ଏବଂ ମାଟି ଯେତେବେଳେ ନିବେଦନ କରୁଛି, ସ୍ୱାମୀ ସ୍ତ୍ରୀ ଉଭୟ ପ୍ରଣାମ କରୁଛନ୍ତି। ମାଟି କହୁଛି, ଦାଦା ମୋର ଚରିତ୍ରକୁ ନେଇ ମୋ ସ୍ୱାମୀ ସଦାବେଳେ ସନ୍ଦେହ କରନ୍ତି, ଆଉ ସେଇଥିପାଇଁ ଆମମାନଙ୍କ ଭିତରେ ବାରମ୍ବାର ଝଗଡ଼ା ହୁଏ, ସବୁବେଳେ ପରିବାରରେ ଅଶାନ୍ତି। ସେତେବେଳେ ପରମ ପୂଜ୍ୟ ଆଚାର୍ଯ୍ୟ ଦେବ ଭାଇଟି ଆଡ଼କୁ ଅନେଇଲେ, ପ୍ରଶ୍ନ ଦୃଷ୍ଟିରେ କଥାଟା ସତ କି ଇଙ୍ଗିତ ଥିଲା ତାହା। ଭାଇଟି କହିଲେ, ଆଜ୍ଞା ହଁ, ସମସ୍ୟା ହେଉଛି ମାଟିର ଚରିତ୍ରକୁ ନେଇ ତାଙ୍କ ସ୍ୱାମୀ ସନ୍ଦେହ କରନ୍ତି, ସ୍ତ୍ରୀର ଚରିତ୍ରକୁ ନେଇ, ଏବଂ ସେଇଥିପାଇଁ ସମସ୍ୟା ଆମମାନଙ୍କ ଅନେକ ପରିବାର ଏମିତି ହୁଏ। ଚରିତ୍ର ପାଇଁ ହଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ହଉ, ସ୍ୱାମୀ ସ୍ତ୍ରୀ ଭିତରେ ଏମିତି ସମସ୍ୟା ସୃଷ୍ଟି ହୁଏ। ଆମମାନଙ୍କର ସେ ଉତ୍କର୍ଷ ନିୟାମକ ଜୀବନର ପରମ ଗୁରୁଙ୍କର ଶାରୀରିକ ଅବର୍ତ୍ତମାନରେ ତତ୍ନିଷ୍ଠ ତତ୍ତ୍ୱ ଆଚାର୍ଯ୍ୟ ଆମ ପାଖରେ ସଦାବେଳେ ଥାନ୍ତି। পরম পূজ্য অবিন্দা কৌଛନ୍ତି, যখন তোমার সমস্যা আসবে কেউ থাকবে না পাশে, তখন তুমি চলে আসবে, আমি দাঁড়িয়ে আছি তোমার কাছে। এই যে জীবনের যে খরাপ, জীবনের যে অমৃত তুমি কোঠু পাইবা, এই আচার্য পরম্পরাকে বাদ দেই। সেদিন আচার্যদেব কৌଛନ୍ତି, সন্দেহ আসে হীনমন্যতা থেকে, আমার ভিতরে যে অবগুণগুলি আছে, কালে আমার স্ত্রীর মাঝে সে অবগুণগুলি নেই তো, এই থেকে সন্দেহ সৃষ্টি হয়। পরম পূজ্য আচার্যদেব কହୁଛନ୍ତି, এই যে মা সীতা এতে গুড়িয়ে দিন ଥିଲେ রাবণ পাখে, রাবণর স্বর্ণপুরী লঙ্কা, রাবণর প্রতুল ঐশ্বর্য କିଛି তার অন্তর্জগতକୁ স্পর্শ କରି ପାରିନି, কারণ তাঙ্কর স্বামী দেবতা ଥିଲେ মর্যাদা পুরুষোত্তম শ্রীরামচন্দ্র। পুরুষোত্তম শব্দের অর্থ কি? সব সত্তার আপূরণী পুরুষোত্তম তারে বলে, ব্যর্থ হলে তোমার জীবন সার্থকতায় ধরেন তোলে। সবু সত্তাকে পরিপূরণ করନ୍ତି, ଆଉ মর্যাদা পুরুষোত্তম তাঙ্ক স্ত্রীକୁ এমিতি ভাবে পরিপূরণ କରି ପାରିଛନ୍ତି। ସେ ସ୍ତ୍ରୀ ତାଙ୍କୁ ବାଦ ଦେଇ ଅନ୍ୟ କାହାରି ପ୍ରତୁଳ ଐଶ୍ୱର୍ଯ୍ୟ, ଅନ୍ୟ କାହାରି ବୀରତ୍ୱ, ଅନ୍ୟ କାହାରି ଧନ ସମ୍ପତ୍ତି ତାଙ୍କୁ ମନ ଭିତରକୁ ଆସିପାରି ନାହିଁ, କାରଣ ତାଙ୍କର ସ୍ୱାମୀ ଥିଲେ ସର୍ବପୁର ପରିପୂରଣକାରୀ କ୍ଷମତା ସମ୍ପନ୍ନ। ତୁମେ ଯଦି ପୁରୁଷ, ତୁମ ସ୍ତ୍ରୀକୁ ଯଦି ତୁମେ ଭଲ ଭାବେ ପରିପୂରଣ କରିପାରିଛ ସର୍ବଦିଗ ଦେଇ, ତୁମ ସ୍ତ୍ରୀ ତୁମକୁ ଛାଡ଼ି ଅନ୍ୟ କୁଆଡ଼େ ମନ ଦେବ ନାହିଁ, ତେଣୁ ସନ୍ଦେହ କରିବା ଛାଡ଼। ସଂସାରରେ ସୁନ୍ଦରତା ଆସିବ। ଭାଇ ମା ଜଣକ ଦି ଜଣ ପ୍ରଣାମ କରି ଚାଲିଗଲେ। ଆମମାନଙ୍କର ଏଇ ଅସଜଡ଼ା ସଂସାରକୁ ସୁନ୍ଦରତାରେ ଭରିଦେବା ପାଇଁ ସେ ଆଚାର୍ଯ୍ୟ ପରମ୍ପରା, ଆମମାନଙ୍କର ଜୀବନକୁ ସୁନ୍ଦର କରିବା ପାଇଁ ସେ ଆଚାର୍ଯ୍ୟ ପରମ୍ପରା। କେତେ ସହଜ କଥା ଗୁରୁ ପରିବାର ଭିତରେ। ଏଇ ଗୁରୁ ପରିବାର ଆଚାର୍ଯ୍ୟ ପରମ୍ପରା ଦିଟା କଥା କହିବି। ପୂଜନୀୟ ଟୁପାଇଦା ସେଦିନ ବହଡ଼ାଗୁଡ଼ା ମାନେ ମୟୂରଭଞ୍ଜର ପାଖାପାଖି, ମାନେ ଝାଡ଼ଖଣ୍ଡ ଯୋଉଟା ଜାମଶୁଳା ଗେଟ୍ ଅଛି ପାଖରେ ବହଡ଼ାଗୁଡ଼ା ସତ୍ସଙ୍ଗ ବିହାର ଅଛି। ପୂଜନୀୟ ଟୁପାଇଦା ସେତେବେଳେ ଅଳ୍ପ ଛୋଟ ବୟସ, ତାଙ୍କ ବାପାଙ୍କ ସାଙ୍ଗରେ ଆସିଛନ୍ତି। ବାପା ଗୁରୁ ଭାଇମାନଙ୍କ ସାଙ୍ଗରେ ଯାଇଛନ୍ତି ସତ୍ସଙ୍ଗ ବିହାର ଭିତରକୁ। ପୂଜନୀୟ ଟୁପାଇଦା ଗାଡ଼ି ଭିତରେ ବସିଛନ୍ତି ଏବଂ କିଛି ଗୁରୁ ଭାଇ କର୍ମୀ ମାନେ ତାଙ୍କୁ ଘେରିଗଲେ, ଦେଇ କହୁଛନ୍ତି, ଆଜ୍ଞା ଦୀକ୍ଷା ମାନେ କି, ସ୍ୱସ୍ତୟିନୀ ମାନେ କି? ଆମେ ମାନେ ଋତିକ ଦାଦା କର୍ମୀ ମାନଙ୍କୁ ଯଦି ପଚାରିବା ଦୀକ୍ଷା ମାନେ ଆମେ କହୁ, ଉତ୍ତର ତ ଆପଣମାନେ ଜାଣିଥିବେ। ଶ୍ରୀ ଶ୍ରୀ ଠାକୁରଙ୍କର ସତ ନାମଟା ଋତିକ ଦାଦା ଦେବେ, ତାକୁ କେମିତି ଜପ କରିବ, କେମିତି ମେଡିଟେସନ କରିବ, ପ୍ରାର୍ଥନା, ଥାଲକୁଡ଼ି ପତ୍ର ଖାଇବା, ଶବାସନ, ଗୁରୁଜନଙ୍କୁ ପ୍ରଣାମ ଇତ୍ୟାଦି ଇତ୍ୟାଦି କଥା। ସ୍ୱସ୍ତୟିନୀ ମାନେ ନିରାମିଷ ପାଳନ କରିବ, ନିଜର ଅସ୍ତିତ୍ୱ ବା ସତ୍ତାକୁ କେମିତି ଜୀବନ ବର୍ଦ୍ଧନମୁଖୀ କରିବ, এই সমস্ত কথা দীক্ষা ଆଉ ସ୍ୱସ୍ତୟିନୀର ଡେଫିନିସନ ବିଷୟରେ ଯେଉଁ ଆମେ କହୁ। চিন্তা କରନ୍ତୁ ଆଚାର୍ଯ୍ୟ ପରମ୍ପରା ବା ଗୁରୁ ପରମ୍ପରା ଭିତରେ କ'ଣ ରହିଛି। ପୂଜନୀୟ ଟୁପାଇଦା 6-7 ବର୍ଷ ବୟସ। প্রশ্ন তাঙ্ক পাখে রখাগলা, দাদা দীক্ষা মানে কি, স্বস্তয়িনী মানে কি? উত্তরে সে কহিলে, আমরা এলোমেলোতে পড়েছিলাম, মানে অপরিষ্কার অপরিচ্ছন্ন ভিতরে আমি পড়িছিলু। শ্রী শ্রী ঠাকুর আমরাকে কোলে তুলে নিলেন, ঠাকুর আমাকে কোড়কে উঠে নিলে, এইটা হলো দীক্ষা। আর আমার গায়ে থেকে সমস্ত এলোমেলো পরিষ্কার পরিচ্ছন্ন করে কোলে বসালেন, এইটা হলো স্বস্তয়িনী। কেতে সহজ বোধ তাঙ্ক ভিতরে আছে। সেদিন ইষ্টভূতি সম্পর্কে আমি অনেক কথা জানু। শ্রী শ্রী ঠাকুর তো কইছন্তি ইষ্টভূতি হচ্ছে মেঘনাথর নিকুম্বিলা যজ্ঞ। নিকুম্বিলা যজ্ঞ সম্পন্ন হইতে মেঘনাথকে কেহি মারি পারি নথন্তে, সেতিরে বিঘ্ন সৃষ্টি করাগলা, নিকুম্বিলা যজ্ঞ পূর্ণ হই পারিল নাই, সে মলা। ইষ্টভূতি হচ্ছন্তি সেমিতি নিকুম্বিলা যজ্ঞ। ইষ্টভূতি জীবন যজ্ঞ, প্রাত্যহিক প্রাণন আহুতি, সেথিরে যে তোর বাধা আনে সর্বনাশর সিয়ে মূরতি। এতে কথা আমি জানিছু। যোজন যাজন ইষ্টভূতি
করলে কাটে মহাবীতি, দীক্ষা নিলেই জানিস মনে ইষ্টভৃতি করতেই হয়, ইষ্টভৃতি বিহীন দীক্ষা কভুকিরে চেতন রয়, ইষ্টে চেতন ব্যক্তিত্বটা মন্ত্রে চেতন মন, ইষ্টভৃতি দীক্ষা চেতন সেবায় চেতন ধন, জীবন যদি যায় রে তোর ইষ্টভৃতি ছাড়িস না, ধর্ম অর্থ কাম মোক্ষের ওই নিশানা ভুলিস না। এমিতি অনেক কথা ইষ্টভৃতি সম্পর্কে আমি জাণু। ঠাকুর গোটে বাণীরে କହିଛନ୍ତି প্রত্যহ ইষ্টভৃতি কର অতি প্রত্যুষରେ বিনা ସର୍ତ୍ତରେ ଯଥାଶକ୍ତି ତୁମର ଯେପରି ଜୁଟେ ତାହା ଦେଇ ତାଙ୍କରି ଯଥେଚ୍ଛ ବ୍ୟବହାର ପାଇଁ ତୁମର ଉପସ୍ଥିତ ବୁଦ୍ଧି ସଜାଗ ରହିବ। ସ୍ୱତ ସନ୍ଦୀପନି ସତର୍କ ସନ୍ଧିତ୍ସାରେ ଅନେକ ଜଞ୍ଜାଳ ଏଡ଼ି ଚାଲିପାରିବ ତୁମେ ଏହି ଦୁନିଆରେ। ଆଉ ଏହି ଇଷ୍ଟଭୃତିରୁ ଯିଏ ବା ଯେଉଁମାନେ ତୁମକୁ ବିରତ କରିବେ ନିଶ୍ଚୟ ଜାଣ ସିଏ ବା ସେହିମାନେ ତୁମର ଶତ୍ରୁ। 1976 ମସିହା ମେ ମାସ 21 ତାରିଖରେ ମୋର ଦୀକ୍ଷା ହେଇଥିଲା। ମୋ ବାବା ମୋ ଜନ୍ମର ଅନେକ ବର୍ଷ ପୂର୍ବରୁ ଦୀକ୍ଷା ନେଇଥିଲେ 1965 ମସିହାରେ। ଶ୍ରୀ ଶ୍ରୀ ଠାକୁରଙ୍କୁ 3 ଥର ଦର୍ଶନ ବି କରିଛନ୍ତି। ହି ଇଜ ନାଉ ରନିଂ 87। ସେ ଇଷ୍ଟଭୃତିର ଠେକି ମାଠିଆ ତାପରେ ଗୋଟେ ନଡ଼ିଆର ମାଲା ବୋଲି ଆମର କହନ୍ତି, ଆପଣମାନେ କ'ଣ କହନ୍ତି ସେଇଟା ଥିଲା। ଇଷ୍ଟଭୃତି ମାଠିଆ ଭିତରେ ଠେକି ଭିତରେ ଥିବ ପଇସା, ଇଷ୍ଟଭୃତି କରିସାରିକି ତାପରେ ଥିବା ସେ ନଡ଼ିଆ ଖୋଳ ପାଖରେ ରଖାଯିବ ଏବଂ ତାକୁ ଗୋଟେ ଶିକାରେ ଟଙ୍ଗାଯିବ। ଶିକାଟା ଲାଗିଥିବ ସେ କାଠର କଢ଼ିରେ ମାଟି ଛାତରେ। ମୁଁ କରେଇ ଧାରଣା ଉପରକୁ ଉଠି ସେଇଠୁ ଇଷ୍ଟଭୃତି ପଇସା କାଢ଼ିକି ଇଷ୍ଟଭୃତି କରେ, ଝଣ ଝଣ କରେ, ଶବ୍ଦ ହୁଏ, ଡବାରେ ପକେଇଲେ ବନ୍ଧୁବାନ୍ଧବ ମାନେ ଆସନ୍ତି, କହିଲେ ପଇସା ଦବା ଆରମ୍ଭ ହେଇଗଲା। ସକାଳେ ଉଠିକି ପଇସା ଝଞ୍ଝଣ ଆରମ୍ଭ ହେଇଗଲା। ମୁଁ ଯଦି ତାଙ୍କ କଥାକୁ ମାନି ସେଇଠୁ ଓହରି ଯାଇଥାନ୍ତି ଜୀବନରେ, ମୁଁ ଆଉ ଏଠି ନଥାନ୍ତି। ମୁଁ ହয়তো କୋଉ ଛକରେ ତାସ ଖେଳୁଥାନ୍ତି, କୋଉଠି କ୍ଲବ ଘରେ ମଦ ପିଉଥାନ୍ତି, କୋଉଠି କ'ଣ କରିଥାନ୍ତି। ମୋ ଜୀବନ ଯେ କୋଉ ଦୁର୍ଗମ ରନ୍ଧ୍ରରେ ଚାଳିତ ହୋଇଥାନ୍ତା ଠିକଣା ବି କରିପାରିନଥାନ୍ତି। କାରଣ ଇଷ୍ଟଙ୍କୁ ଯେତେବେଳେ ମୁଁ ଦଉଛି, ଇଷ୍ଟଙ୍କୁ ଯେତେବେଳେ ମୋର ଭଲ ପାଉଛି, ସେତେବେଳେ ବନ୍ଧୁବାନ୍ଧବଙ୍କର ଟାହି ଟାପରା କିମ୍ବା କୌଣସି କଥା ମୋତେ ସ୍ପର୍ଶ କରିପାରିବନି। ତେଣୁ ଠାକୁର କହିଲେ ପ୍ରତ୍ୟହ ଇଷ୍ଟଭୃତି କର ଅତି ପ୍ରତ୍ୟୁଷରେ ବିନା ସର୍ତ୍ତରେ ଯଥାଶକ୍ତି ଯେପରି ଜୁଟେ ତାହା ଦେଇ ତାଙ୍କରି ଯଥେଚ୍ଛ ବ୍ୟବହାର ପାଇଁ ତୁମର ଉପସ୍ଥିତ ବୁଦ୍ଧି ସଜାଗ ରହିବ। ସ୍ୱତ ସନ୍ଦୀପନି ସତର୍କ ସନ୍ଧିତ୍ସାରେ ଅନେକ ଜଞ୍ଜାଳ ଏଡ଼ି ଚାଲିପାରିବ ତୁମେ ଦୁନିଆରେ। ଆଉ ଏହି ଇଷ୍ଟଭୃତିରୁ ଯିଏ ବା ଯେଉଁମାନେ ତୁମକୁ ବିରତ କରିବେ ନିଶ୍ଚୟ ଜାଣ ସିଏ ବା ସେମାନେ ତୁମର ଶତ୍ରୁ। ସେଦିନ ପରମ ପୂଜନ ଅବିନ୍ଦ ଏହି ପ୍ରସଙ୍ଗରେ ଗୋଟେ କଥା କହିଲେ, ଇଷ୍ଟଭୃତି ପ୍ରସଙ୍ଗରେ। ମୁଁ ଯେଉଁ କହିଥିଲି ଆମମାନଙ୍କର ବହୁତ ଆମମାନଙ୍କର ଚିନ୍ତା ଆଉ ଗୁରୁ ପରିବାର বা আচার্য পরম্পরার ভিতরে চিন্তার কেতে ফরক, কাহিঁকি আমি তাঁকু জীবনের উৎকর্ষ নিয়মক চালিছি। প্রভু রবীন্দ্র কহিলে ইষ্টভৃতি হচ্ছে এমন একটা আনকনসিয়াস টুল যা মোদেরকে বিনম্র করে। ইষ্টভৃতি হচ্ছে এমিতি গোটে অনকনসিয়াস টুল যাহা মতে বিনম্র করে। পুଣି ତାକୁ ବ୍ୟାଖ୍ୟା କରି କହିଲେ କେମିତି ନା, ଆମେ ଯେତେବେଳେ ଇଷ୍ଟଭୃତି କରୁଛେ ଠାକୁରଙ୍କ ଉଦ୍ଦେଶ୍ୟରେ ଜୀବଜଗତ ଜୀବନ କାରଣ କରୁଣାମୟ ପ୍ରଭୁ ତୁମରି ଦୟାରେ ଲୋଭିଛି ଜନ୍ମ ପାଇଅଛି ମହି ସବୁ, ଆଜି ଏ ପ୍ରଭାତେ କର୍ମାରମ୍ଭେ ତୁମରି ଭୋଗର ଲାଗି ଇଷ୍ଟଭୃତିର ଅର୍ଘ୍ୟ ଦେଉଅଛି ଶ୍ରୀଚରଣେ କୃପା ମାଗି। ତାହେଲେ ଆମେ ସେତେବେଳେ କନଫେସ୍ କରୁଛେ ଜୀବଜଗତ ଜୀବନର କାରଣ ହେଲ ତୁମେ, ଜୀବଜଗତ ଜୀବନ କାରଣ କରୁଣାମୟ ପ୍ରଭୁ। ଏଇଟା ଯେତେବେଳେ ମୁଁ କହିଦେଉଛି ନା, ସେତେବେଳେ ମୋର ଗର୍ବ, ମୋର ଦମ୍ଭ, ମୋର ଦାମ୍ଭିକତା, ମୋର ଅହମିକା, ମୋର ଶିକ୍ଷାଗତ ଯୋଗ୍ୟତା ସବୁକିଛି ତାଙ୍କର ଶ୍ରୀପାଦ ପଦ୍ମ ତଳେ ସବ୍ଲିମେଟେଡ୍ ହେଇଗଲା। ମୋର ଅହଙ୍କାରଟା ବିନମ୍ର ହେଇଗଲା, ମୋର ଅହମିକାଟା ମାନେ ଦାମ୍ଭିକତାଟା ଦୀନତାରେ ପରିଣତ ହେଇଗଲା। ଠାକୁର ତ କହିଲେ ବିଶ୍ୱାସ ପରି ଆଉ ସିଦ୍ଧି ନାହିଁ, ଜ୍ଞାନ ପରି ଆଉ ଦୃଷ୍ଟି ନାହିଁ, ଆନ୍ତରିକ ଦୀନତା ପରି ଅହଙ୍କାରକୁ ଜବତ କରିବାର ଆଉ କିଛି ହେଲେ ନାହିଁ। ଜଣେ ଭାଇ, ଇଷ୍ଟପ୍ରାଣ ଭାଇ, ତାଙ୍କର ଏକମାତ୍ର ପୁତ୍ର ମରିଯାଇଛନ୍ତି ଇଲେକ୍ଟ୍ରିକ୍ ସକରେ। ସ୍ୱାମୀ ସ୍ତ୍ରୀ ଶୋକାହତ ପିତାମାତା ଆସିଛନ୍ତି ଶ୍ରୀ ଶ୍ରୀ ଠାକୁରଙ୍କ ପାଖକୁ, ନିବେଦନ କରୁଛନ୍ତି ଠାକୁର ମୋର ପୁଅଟି ମରିଗଲା। ଶୋକାହତ ପିତାମାତାଙ୍କୁ ଶ୍ରୀ ଶ୍ରୀ ଠାକୁର କି ପ୍ରବୋଧନ ଦେବେ? ବା କ୍ରୁଦ୍ଧ ଭାବରେ ବ୍ୟାକୁଳ ବା এবং উদাস ভঙ্গিতে ঠাকুর অনেই রয়েছেন ভাইর আড়কু। ভাইটি বলছেন ঠাকুর আপনি তো বলেছেন ইষ্টভৃতি করলে অকাল মৃত্যু হয় না, আমার সন্তান মানে আমার ছেলে মল্ল কেমন করে? শ্রী শ্রী ঠাকুরଙ୍କୁ ଥରେ প্রশ্ন কলে ঠাকুর উদাস রহিলে। দ্বিতীয় থর পুଣି সেই প্রশ্ন ঠাকুর কহিলে কে কেমন ইষ্টভৃতি করে তা সে জানে আর জানে এই বান্দা। কিଏ কিপରି ইষ্টভৃতি করে তা সে জানে, কিଏ? যে কহিবা লোক। ଆଉ ଜାଣେ କିଏ? ମୁଁ ଜାଣେ। ବାପା ମା ଜାଣନ୍ତିନି, ମା ବାପା ପଚାରୁଛନ୍ତି କ'ଣ ମୋ ପୁଅ ଇଷ୍ଟଭୃତି କରୁଥିଲା ମଲା କାହିଁକି? ପୁରୁଷୋତ୍ତମ ଜାଣିଛନ୍ତି କିଏ କେମିତି করে? କହିଲେ ଯେ ଇଷ୍ଟଭୃତି করে ତା ସେ ଜାନେ আর জানে এই বান্দা। ମାଟି ଯେଉଁ ଥିଲେ
ଦୌଡ଼ି ଆସିକି ଠାକୁରଙ୍କ ପାଦ ତଳେ ପ୍ରଣାମ କଲେ, ଠାକୁର ଆମର ଭୁଲ ହେଇଗଲା। କ'ଣ ଭୁଲ ହେଲା? ମୋ ପିଲା ଏଡ଼େ ବଡ଼ ହେଇଥିଲା, କେବେ ବି ନିଜ ହାତରେ ଇଷ୍ଟବୃତ୍ତି କରିନାହିଁ, ତା ପାଇଁ ଇଷ୍ଟବୃତ୍ତି ମୁଁ କରିଦିଏ। ଛୋଟ ପିଲା 2-2.5 ବର୍ଷ ହେଲା ପରେ ସେ ଖାଇବା ଶିଖେ, ତା ପୂର୍ବରୁ ମା ଖୁଆଇ ଦିଏ। ଆଉ 2-2.5 ବର୍ଷ ହେବା ପୂର୍ବରୁ ମା ତା ପାଇଁ ଇଷ୍ଟବୃତ୍ତି କରୁଥିଲା, ସେଟା ଠିକ ଥିଲା। ପିଲା ବଡ଼ ହେଇ ଯଦି ନିଜ ହାତରେ ପ୍ରଭୁଙ୍କ ପାଇଁ ନିବେଦନ ନ କଲା, ତାହେଲେ ତାର ଯେଉଁ ଦୁରବସ୍ଥା ଆସିବ ତା ପାଇଁ ଦାୟୀ କିଏ? ଠାକୁର କହିଲେ କିଏ କେମନ ଇଷ୍ଟବୃତ୍ତି କରେ ତା ସେ ଜାନେ। ତାମାନେ ତାଙ୍କ ପୁଅ ଇଷ୍ଟବୃତ୍ତି କରୁନଥିଲା ବୋଲି ଅକାଳ ମୃତ୍ୟୁ ହେଲା। ଏଇ ଯେଉଁ ଜୀବନର ମାର୍ମିକତା ପୁରୁଷୋତ୍ତମ ଆମକୁ ଶିଖେଇଛନ୍ତି। ଆମମାନଙ୍କର ଜୀବନ ଆଜି ଧନ୍ୟ ହେଇଛି, ଯୁଗ ପୁରୁଷୋତ୍ତମଙ୍କୁ ଜୀବନରେ ଗ୍ରହଣ କରିଛୁ ଏବଂ ତାଙ୍କର ଦିଅତ ସେଇ ଯଜନ ଯାଜନ ଇଷ୍ଟଭୃତି ସ୍ୱସ୍ଥୟନୀ ସଦାଚାରକୁ ଜୀବନରେ ପରିପାଳନ କରି এই ଜୀବନକୁ ଆମେ ଧନ୍ୟ କରିବା ଏବଂ ଆମମାନଙ୍କର ଜୀବନରେ ସ୍ୱର୍ଗର ସୁଷମା ପରିପୂର୍ଣ୍ଣ ହେଇଯିବ। ଉପସ୍ଥିତ ସମସ୍ତ ଭକ୍ତ ମଣ୍ଡଳୀଙ୍କର ପୁନରାୟ ପ୍ରଭୁଙ୍କର ଶ୍ରୀପାଦ ପଦ୍ମରେ ସର୍ବବିଧ କଲ୍ୟାଣ ସୁସ୍ୱାସ୍ଥ୍ୟ ସମନ୍ୱିତ ଇଷ୍ଟଚ୍ଛଳ ନିରାମୟ ଜୀବନ ପ୍ରାର୍ଥନା କରି ରହୁଛି। ବନ୍ଦେ ପୁରୁଷୋତ୍ତମ। ସମ୍ମାନିତ କର୍ମୀ